ହାପି ରଜ। ଆଜି ହେଉଛି ରଜର ପ୍ରଥମ ଦିନ, ଯେଉଁଟାକି ଆମେ କହୁ ପହିଲି ରଜ। ତ ରଜରେ ସକାଳେ ସକାଳେ ମୁଁ ଏଠି ପୁରା ରେଡ଼ି ହେଇଯାଇଛି, ନ୍ୟୁ ଡ୍ରେସ୍ ପିନ୍ଧିଛି, ଅଳତା ଲଗେଇଛି। ମୁଁ ପହଞ୍ଚି ଯାଇଥିଲି ମୋ ଦିଦି ଘରେ। ସେଠି ବୁଲିକି ଆସି ସାରିଲା ପରେ ମୁଁ ପହଞ୍ଚି ଯାଇଥିଲି ରଜ ମହୋତ୍ସବରେ। ସେଠି ନା ବହୁତ ସୁନ୍ଦର ଡେକୋରେସନ୍ ହେଇଥିଲା। ଏଇଟା ହେଉଛି ମୋର ରଜ ଲୁକ୍। ନ୍ୟୁ ଡ୍ରେସ୍ ପିନ୍ଧିଛି, କେମିତି ଲାଗୁଛି ମୋତେ କମେଣ୍ଟରେ ନିହାତି ଭାବରେ କହିବେ। ଆଉ ସେଠି ମୁଁ ଦୋଳି ଖେଳିଲି, ପାନ ବି ଖାଇଲି। ତାପରେ ଘରକୁ ଆସି ସାରିଲା ପରେ ପିଠା ଖାଇଲି। ମୁଁ ବନେଇଥିଲି ଇଡଲି ପିଠା, ଆଉ ଦି ପ୍ରକାର ମୁଁ ପୋଡ଼ପିଠା ବନେଇଥିଲି। ଗୋଟେ କ୍ଷୀର ପୋଡ଼ପିଠା ଆଉ ଗୋଟେ ଗୁଡ଼ରେ ବନେଇଥିଲି। ତ ପିଠା ଗୁଡ଼ାକ ପୁରା ଟେଷ୍ଟି ଆଉ ବହୁତ ସଫ୍ଟ ହେଇଥିଲା। ସତରେ ବହୁତ ଟେଷ୍ଟି ଥିଲା। ତ ଆମ ଓଡ଼ିଆ ଘରର ଯାହା ବି ପୂଜା ପର୍ବାଣୀ ପଡ଼ୁ, ପିଠା ତ ଯେମିତି ହେଲେ ବି ତାପରେ ଫୋନ୍ ଆସିଯାଇଥିଲା ମୋ ବେଷ୍ଟିର। କହିଲା ଘରେ ବସିକି କ'ଣ କରୁଛୁ, ଚାଲ ଦେଖା ହବା ଆଉ ବୁଲାବୁଲି କରିବା। ତ ଆମେ ଦି ଜଣ ପହଞ୍ଚି ଯାଇଥିଲୁ ଏସ୍ପ୍ଲାନେଡ୍ ମଲ୍ରେ। ସେଠି ରଜ ମହୋତ୍ସବ ବି ଚାଲିଥିଲା। ବହୁତ ସୁନ୍ଦର ସୁନ୍ଦର ସବୁ ଷ୍ଟଲ୍ ପଡ଼ିଥିଲା। ପିଠା, ମିଠା, ପାନ, ସବୁ ବହୁତ ସାରା ଜିନିଷ ପଡ଼ିଥିଲା। ଆଉ ସେଠି ରଜ ଦୋଳି ବି ଥିଲା। ଆମେ ରଜ ଦୋଳି ଖେଳିଲୁ। ତାପରେ ଏଇଟା ହେଲା କୋଲ୍ଡ କଫି। ଆମେ ପିଇ ସାରିକି ଘରକୁ ପଳେଇ ଆସିଲୁ। ମୋ ବେଷ୍ଟି ଦେଇଥିଲା ମୋ ପାଇଁ ବିରିୟାନୀ ମୁଁ ଖାଇଲି, ପୁରା ପେଟ ଫୁଲ ହେଇଗଲା। ଆଉ ଏଠି ଛୁଆମାନଙ୍କର ମସ୍ତି ଷ୍ଟାର୍ଟ ହେଇଯାଇଛି, କାହିଁକିନା ମୋ ନଣନ୍ଦମାନେ ସବୁ ଆସିଯାଇଛନ୍ତି। ଆଉ ବହୁତ ସାରା ମସ୍ତି ଆଗକୁ ହବାର ଅଛି। ମୋ ପାଇଁ ନେଇକି ଆସିଥିଲେ ବର୍ଗର ଖାଇଦେଲି, ପୁରା ପେଟ ଫୁଲ ହେଇଗଲା। ଆଉ ଏମାନଙ୍କର ଗପ ଆଜି ରାତି ଯାଙ୍କ ଚାଲିବ। ଏଇ ଥିଲା ଆଜିର ଭିଡ଼ିଓ। ନେକ୍ସଟ ଆମେ ରଜ ସଂକ୍ରାନ୍ତିରେ ଦେଖା ହବା। ତ ଭିଡ଼ିଓଟିକୁ ଆପଣ ଲାଇକ୍ କରିବେ, ସେୟାର କରିବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିବେ।